ଖରାପ ସମୟ ସ୍ଥାୟୀ ନୁହେଁ, କିନ୍ତୁ ଭଲ ଚିନ୍ତାଧାରା ସ୍ଥାୟୀ ହୋଇପାରେ। ଯେଉଁଠି ବିଶ୍ୱାସ ଅଛି ସେଠି ଆଶା ଅଛି, ଆଉ ଯେଉଁଠି ଆଶା ଅଛି ସେଠି ସଫଳତା ନିଶ୍ଚିତ। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଙ୍ଗମ ଆଷ୍ଟ୍ରୋଲୋଜି ଜ୍ୟୋତିଷ ଜ୍ଞାନ ଆଣ୍ଡ କର୍ମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଆଲୋଚନା କରିବା ସିଂହ ରାଶି ପାଇଁ ଏହି 2026 ମସିହା ଜୁଲାଇ ମାସ କିପରି ରହିବ, ଗ୍ରହମାନଙ୍କର ସ୍ଥିତି କ'ଣ ରହିଛି, ନବଗ୍ରହମାନେ କି କି ଫଳ ଦେବେ, ସବୁକିଛି ସ୍ୱାସ୍ଥ୍ୟ, ଶିକ୍ଷା, ଫାଇନାନ୍ସ, ଲଭ୍ ରିଲେସନ୍, ମ୍ୟାରେଡ୍ ଲାଇଫ୍, ଜବ୍ ଅର୍ ପ୍ରଫେସନ୍ ଏବଂ ବିଜନେସ୍ ବିଷୟରେ ଡିଟେଲ୍ସରେ ଆଲୋଚନା କରିବା। ପ୍ରଥମେ ଆସନ୍ତୁ ନଜର ପକାଇବା ଗ୍ରହ ଗୋଚର ସ୍ଥିତି ଉପରେ। ଆପଣଙ୍କର ରାଶିରେ ଶୁକ୍ର ଏବଂ କେତୁ ଅବସ୍ଥାନ କରିଛନ୍ତି। ସପ୍ତମରେ ଅଛନ୍ତି ରାହୁ, ଅଷ୍ଟମରେ ଅଛନ୍ତି ଶନି, ଦଶମରେ ଅଛନ୍ତି ମଙ୍ଗଳ, ଏକାଦଶରେ ରବି ଏବଂ ଦ୍ୱାଦଶରେ ବୁଧ ଏବଂ ବୃହସ୍ପତି ଅବସ୍ଥାନ କରିଛନ୍ତି। ଜୁଲାଇ 17 ତାରିଖ ଠାରୁ ରବି ରହିବେ ଦ୍ୱାଦଶ ଭାବରେ। ବନ୍ଧୁଗଣ, ଏହି ବିଚାର ଜନ୍ମରାଶି ଚନ୍ଦ୍ରରାଶିକୁ ଆଧାର କରି କରାଯାଇଛି। ଯେଉଁମାନଙ୍କର ସିଂହ ରାଶି ଓ ସିଂହ ଲଗ୍ନ, ସେମାନଙ୍କ ପାଇଁ ଏହି ଭିଡ଼ିଓ ଅଧିକ ଫଳପ୍ରଦ ହେବ ବୋଲି ଆମର ଆଶା ଓ ବିଶ୍ୱାସ। ସର୍ବପ୍ରଥମେ ଆଲୋଚନା କରିବା ଏହି ମାସରେ ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା କିପରି ରହିବ। ଫାର୍ଷ୍ଟ ହାଉସ୍ ଆମର ଶରୀର, ଆମ ଇମ୍ୟୁନିଟିର ଭାବ। ଲଗ୍ନ ଭାବର ଅଧିପତି ରବି ଅଛନ୍ତି ଏକାଦଶରେ ମିଥୁନ ରାଶିରେ। ଶାରୀରିକ ଶକ୍ତି ଏବଂ ରୋଗ ପ୍ରତିରୋଧକ ଶକ୍ତି କ୍ଷମତା ଭଲ ରହିବ। ପୂର୍ବରୁ ଥିବା କୌଣସି ସ୍ୱାସ୍ଥ୍ୟ ସମସ୍ୟାରେ ସୁଧାର ଆସିପାରେ। ମାନସିକ ସ୍ଥିତି ଠିକ୍ ରହିବ, କିନ୍ତୁ ଲଗ୍ନକୁ ରାହୁର ଦୃଷ୍ଟି ଥିବାରୁ ମଝିରେ ମଝିରେ ବିଚଳିତ ଆପଣ ହୋଇପାରନ୍ତି। ଜୁଲାଇ 17 ପରେ ରବି ଦ୍ୱାଦଶ ଭାବରେ ରହିବେ ବୁଧ ଏବଂ ଅଷ୍ଟମାଧିପତି ବୃହସ୍ପତି ସହିତ, ଯାହାଫଳରେ କି କିଛି ସତର୍କତା ଆବଶ୍ୟକ ହେବ। ଅଧିକ ଚିନ୍ତା, ମାନସିକ ଚାପ ଏବଂ ନିଦ୍ରାହୀନତା ରହିବ। ଆଖି ସମସ୍ୟା, ମୁଣ୍ଡବିନ୍ଧା, ବ୍ଲଡ଼ ପ୍ରେସର ଆଦି ସମସ୍ୟା ମଧ୍ୟ ଦେଖାଦେଇପାରେ। ଗ୍ୟାସ୍, ଏସିଡ଼ିଟି, ଡାଇଜେସନ୍ ଇସ୍ୟୁ ଭଳି ସମସ୍ୟା ମଧ୍ୟ ଦେଖାଦେଇପାରେ। ବୁଧ ଏବଂ ବୃହସ୍ପତି ଦ୍ୱାଦଶରେ ରହିଲେ ମଧ୍ୟ କିଛି ପଜିଟିଭ୍ ବି ରହିଛି। ବୃହସ୍ପତି ଅଷ୍ଟମାଧିପତି ହୋଇ ଉଚ୍ଚସ୍ଥ ରହୁଛନ୍ତି ଦ୍ୱାଦଶରେ। ବଡ଼ ରୋଗର ପ୍ରଭାବ କମିବ। ଠିକ୍ ସମୟରେ ଟ୍ରିଟମେଣ୍ଟ ହେଲେ ଶୀଘ୍ର ଆରୋଗ୍ୟ ଲାଭ ହେବ। ଯେଉଁ ସିଂହ ରାଶିର ବ୍ୟକ୍ତିବିଶେଷମାନଙ୍କ ଜାତକରେ ବୃହସ୍ପତି ଅସ୍ତ ଥିବ, ଲଗ୍ନକୁ ବୃହସ୍ପତି ଅଶୁଭ ହୋଇଥିବେ, ଏହି ଗୋଚର ସେମାନଙ୍କ ପାଇଁ ମୃତ୍ୟୁତୁଲ୍ୟ ପୀଡ଼ା ଦେଇପାରେ, ଏଥିରେ ସନ୍ଦେହ ନାହିଁ। ଜୁଲାଇ 17 ତାରିଖ ଠାରୁ ଯେତେବେଳେ ରବି ଦ୍ୱାଦଶରେ ରହିବେ, ବିଶେଷ ସତର୍କ ରହିବା ଦରକାର। ଅଏଲି ଫୁଡ଼୍, ଜଙ୍କ ଫୁଡ଼୍ ଖାଦ୍ୟରୁ ଦୂରରେ ରୁହନ୍ତୁ। ଯଦି କିଛି କାମ କରୁଛନ୍ତି, ଅନଲାଇନ୍ କାମ କରୁଛନ୍ତି, ଅଫିସ୍ କାମ କରୁଛନ୍ତି, ଚେଷ୍ଟା କରନ୍ତୁ ରାତି 10ଟା ସୁଦ୍ଧା ସବୁ କାମ ସାରିବା ପାଇଁ। ଅଧିକ ରାତ୍ରି ଯାଏ ଚାହାନ୍ତୁ ନାହିଁ। ଯେଉଁମାନଙ୍କର ବିପି ଅଛି, ଆଖି ସମସ୍ୟା ଅଛି, ଗ୍ଲୁକୋମା ଅଛି, କାଟ୍ରାକ୍ଟ ଅଛି, ଷ୍ଟମାକ୍ ପ୍ରୋବ୍ଲେମ୍ ଯେଉଁମାନଙ୍କର ଅଛି, ସେମାନେ ଜମା ବି ନେଗ୍ଲେକ୍ଟ କରନ୍ତୁ ନାହିଁ। ମଝିରେ ମଝିରେ ଚେକଅପ୍ କରିବା ନିହାତି ଦରକାର। ନିଦ୍ରା ସମସ୍ୟାକୁ କେବେ ବି ଅବହେଳା କରନ୍ତୁ ନାହିଁ। ସଂକ୍ଷେପରେ କହିବାକୁ ଗଲେ ମାସର ପ୍ରଥମ ଭାଗରେ ସ୍ୱାସ୍ଥ୍ୟ ଠିକ୍ ରହିବ, କିନ୍ତୁ ଜୁଲାଇ 17 ପରେ ମାନସିକ ଚାପ, ନିଦ୍ରା, ଗ୍ୟାସ୍, ଏସିଡ଼ିଟି, ଥକାପଣ ଭଳି ସମସ୍ୟା ଦେଖାଦେଇପାରେ। କିନ୍ତୁ ମେଜର ହେଲ୍ଥ ଇସ୍ୟୁ ସେମିତି କିଛି ନାହିଁ। ଏହି ମାସରେ ସ୍ୱାସ୍ଥ୍ୟ କଥା ଯଦି କହିବି, ଆଭରେଜ ରହିବ। ଏବେ ଆଲୋଚନା କରିବା ଶିକ୍ଷା ବିଷୟରେ। ପଞ୍ଚମ ଭାବ ଶିକ୍ଷାର ଭାବ। ପଞ୍ଚମାଧିପତି ବୃହସ୍ପତି ଅଛନ୍ତି ଦ୍ୱାଦଶ ଭାବରେ କର୍କଟ ରାଶିରେ ଉଚ୍ଚସ୍ଥ ହୋଇକି। ବୁଧଙ୍କ ସହିତ ଥିବାରୁ ବିଦ୍ୟାର୍ଥୀମାନଙ୍କର ବୁଦ୍ଧି, ସ୍ମରଣ ଶକ୍ତି ଏବଂ ନଲେଜ ଗେନ୍ର କ୍ଷମତା ବଢ଼ିବ। ସ୍କୁଲରେ ପଢ଼ୁଥିବା ପିଲାମାନେ ପାଠପଢ଼ାରେ କନସେନ୍ଟ୍ରେଟ୍ କରିବେ। ଏକ୍ଜାମ୍, କୁଇଜ୍, କମ୍ପିଟିସନ୍ ଏବଂ ଅଲିମ୍ପିଆଡ଼ ଭଳି କ୍ଷେତ୍ରରେ ସଫଳତା ଅର୍ଜନ କରିବାର ପସିବିଲିଟି ରହିଛି। ଭାଷା, ଗଣିତ, ବିଜ୍ଞାନ, କମ୍ପ୍ୟୁଟର ଷ୍ଟଡି ଆଦି ସବଜେକ୍ଟରେ ବିଦ୍ୟାର୍ଥୀମାନେ ଭଲ ପରଫର୍ମାନ୍ସ କରିବେ। ସେହିପରି ନବମ ଭାବ ହେଉଛି ଉଚ୍ଚଶିକ୍ଷାର ଭାବ। ନବମାଧିପତି ମଙ୍ଗଳ ଦଶମ ଭାବରେ ଥିବାରୁ ଉଚ୍ଚଶିକ୍ଷାରେ ଆଗକୁ ବଢ଼ିବାର ସୁଯୋଗ ମିଳିବ। କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ନିଜର ଲକ୍ଷ୍ୟ ପ୍ରତି ଅଧିକ ଗମ୍ଭୀର ହେବେ। ପ୍ରୋଜେକ୍ଟ, ସେମିନାର, ଆସାଇନମେଣ୍ଟ ଏବଂ ପ୍ରାକ୍ଟିକାଲ କାମରେ ଭଲ ସଫଳତା ମିଳିପାରେ। ସେହିପରି ଯେଉଁମାନେ ହାୟର ଷ୍ଟଡି ପାଇଁ ଯୋଜନା କରୁଛନ୍ତି, ନବମପତି ମଙ୍ଗଳ ଦଶମରେ ଥିବାରୁ MA, MSc, MTech, MBA, PhD ଭଳି ଉଚ୍ଚଶିକ୍ଷାରେ ଗ୍ରୋଥ୍ ରହିଛି। ରିସର୍ଚ୍ଚ, ଟେକ୍ନିକାଲ ଷ୍ଟଡି ଏବଂ କମ୍ପିଟେଟିଭ୍ ଏକ୍ଜାମ୍ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀମାନେ ଅଧିକ ଲାଭ ପାଇପାରିବେ। ଯେଉଁମାନେ ଫରେନ୍ ଷ୍ଟଡି ପାଇଁ କିମ୍ବା ଆଉଟ୍ ଅଫ୍ ନେଟିଭ୍ରେ ହାୟର ଷ୍ଟଡି ପାଇଁ ଟ୍ରାଏ କରୁଥିଲେ, କିଛି ସୁଯୋଗ ସେମାନଙ୍କୁ ବି ମିଳିବ। ବୃହସ୍ପତି, ବୁଧ ଏବଂ ମଙ୍ଗଳଙ୍କର ପ୍ରଭାବ ଥିବାରୁ କମ୍ପ୍ୟୁଟର ସାଇନ୍ସ, IT, ଇଞ୍ଜିନିୟରିଂ ଆଣ୍ଡ ଟେକ୍ନିକାଲ ଏଜୁକେସନ୍, ମ୍ୟାଥମେଟିକ୍ସ,
ସାଇନ୍ସ ଆଦିରେ ବିଦ୍ୟାର୍ଥୀମାନେ ଭଲ କରିବେ। କମର୍ସ, ବ୍ୟାଙ୍କିଂ, ଫାଇନାନ୍ସ, ମ୍ୟାନେଜମେଣ୍ଟ, ଲ, ଆଡମିନିଷ୍ଟ୍ରେସନ୍ ଷ୍ଟଡି, ମେଡ଼ିକାଲ ଏବଂ ନର୍ସିଂ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ସମୟ ଅନୁକୂଳ ରହିଛି। ବୃହସ୍ପତି ହେଉଛନ୍ତି ଅଷ୍ଟମାଧିପତି। ତା ସହିତ ବୁଧ ଦ୍ୱାଦଶରେ ଥିବାରୁ ନଲେଜ ଭଲ ଥିଲେ ମଧ୍ୟ କେବେ କେବେ ବିଦ୍ୟାର୍ଥୀମାନେ ଅଧିକ ଚିନ୍ତା ଏବଂ ଏକାଧିକ ବିଷୟରେ ଧ୍ୟାନ ଦେବା ଯୋଗୁଁ ଏକାଗ୍ରତା କମିପାରେ। ନିୟମିତ ପାଠପଢ଼ା ଏବଂ ସମୟର ସଠିକ୍ ବ୍ୟବହାର କଲେ ଏହି 2026 ମସିହା ଜୁଲାଇ ମାସରେ ଭଲ ରେଜଲ୍ଟ ମିଳିବ। ବିଶେଷ କରି ସ୍କଲାର ଷ୍ଟୁଡେଣ୍ଟସ୍, କମ୍ପିଟେଟିଭ୍ ଏକ୍ଜାମ୍ ପ୍ରସ୍ତୁତି କରୁଥିବା ଏବଂ ହାୟର ଷ୍ଟଡି କରୁଥିବା ଷ୍ଟୁଡେଣ୍ଟସ୍ମାନଙ୍କ ପାଇଁ ଏହି ମାସ ଶୁଭ ରହିବ। ମୋଟାମୋଟି ଭାବରେ କହିବାକୁ ଗଲେ ସିଂହ ରାଶି ପାଇଁ ଏହି ଜୁଲାଇ 2026 ଶିକ୍ଷା କ୍ଷେତ୍ରରେ ଭଲ ରେଜଲ୍ଟ ଦେବ। ସ୍କୁଲ ଠାରୁ ହାୟର ଷ୍ଟଡି ପର୍ଯ୍ୟନ୍ତ ଅଧିକାଂଶ କ୍ଷେତ୍ରରେ ପରିଶ୍ରମ ଅନୁସାରେ ଭଲ ଫଳ ମିଳିବ ଏବଂ ଜ୍ଞାନ ଏବଂ ଯୋଗ୍ୟତା ବୃଦ୍ଧି ପାଇବ। ଏବେ ଆଲୋଚନା କରିବା ଫାଇନାନ୍ସ ବିଷୟରେ। ଦ୍ୱିତୀୟ ଭାବ ଧନର ଭାବ, ଦ୍ୱିତୀୟାଧିପତି ବୁଧ ଅଛନ୍ତି ଦ୍ୱାଦଶରେ। ବୁଧ ମଧ୍ୟ ଏକାଦଶ ତଥା ଲାଭ ଭାବର ଅଧିପତି। ସେହିପରି ପଞ୍ଚମ ଭାବର ଅଧିପତି ବୃହସ୍ପତି ଦ୍ୱାଦଶରେ ବୁଧ ଯୁକ୍ତ। ଏହି ଯୋଗ ଜୁଲାଇ ମାସରେ ଧନର ଆଗମନ ସହିତ ଖର୍ଚ୍ଚ ବୃଦ୍ଧିକୁ ଇଣ୍ଡିକେଟ୍ କରୁଛି। ଦ୍ୱିତୀୟ ଏବଂ ଏକାଦଶ ଭାବର ଅଧିପତି ବୁଧ ଦ୍ୱାଦଶ ଭାବକୁ ଯିବା ଦ୍ୱାରା ଧନ ତ ଆସିବ, କିନ୍ତୁ ଯେତେ ଶୀଘ୍ର ଆସିବ ସେତେ ଶୀଘ୍ର ମଧ୍ୟ ଖର୍ଚ୍ଚ ହୋଇଯିବ। ତେଣୁ ଏହି ମାସରେ ଆୟ ଭଲ ଥିଲେ ମଧ୍ୟ ସଞ୍ଚୟ କମ୍ ହେବାର ସମ୍ଭାବନା ରହିଛି। ବୃହସ୍ପତି ସହିତ ଧନପତି ଯୁକ୍ତ ଥିବାରୁ ମେଜର ଫାଇନାନ୍ସିଆଲ କ୍ରାଇସିସ୍ କିଛି ସେମିତି ଆସିବାର ନାହିଁ। ଆବଶ୍ୟକ ସମୟରେ ଧନର ବ୍ୟବସ୍ଥା ହୋଇଯିବ। ଚାକିରି ଏବଂ ବିଜନେସ୍ରୁ ଆୟର ସ୍ରୋତ ଚାଲୁ ରହିବ। ପୂର୍ବ ପରିଶ୍ରମର ଫଳ ମିଳିବ। ପଞ୍ଚମପତି ବୃହସ୍ପତିଙ୍କର ପ୍ରଭାବ ଥିବାରୁ ଏଜୁକେସନ୍, କନସଲଟେନ୍ସି, ଅନଲାଇନ୍ ୱାର୍କ, ସୋସିଆଲ ମିଡ଼ିଆ, କ୍ରିଏଟିଭ୍ ୱାର୍କ, ସେୟାର ମାର୍କେଟ କିମ୍ବା ଇନଭେଷ୍ଟମେଣ୍ଟ ଆଦିରୁ ଲାଭ ମିଳିବ। ବିଦେଶ କିମ୍ବା ଦୂରସ୍ଥାନ ସମ୍ବନ୍ଧିତ କାର୍ଯ୍ୟରୁ ଆୟ ହେବ। ଦ୍ୱାଦଶ ଭାବ ଫରେନ୍ ଲିଙ୍କକୁ ରିପ୍ରେଜେଣ୍ଟ କରୁଥିବାରୁ ଅନଲାଇନ୍ ଇନକମ୍, ଫରେନ୍ ଲିଙ୍କ ବିଜନେସ୍, ଇଣ୍ଟରନ୍ୟାସନାଲ ରିଲେଟେଡ୍ ବିଜନେସ୍, ଡିଜିଟାଲ ପ୍ଲାଟଫର୍ମରୁ ଭଲ ଇନକମ୍ ଆସିବ, କିନ୍ତୁ ସେଭିଂ ପାଇଁ ପ୍ଲାନିଂ କରିବାକୁ ପଡ଼ିବ। ଏବେ ଆଲୋଚନା କରିବା ଲଭ୍ ଲାଇଫ୍ ବିଷୟରେ। ପଞ୍ଚମ ଭାବ ଲଭ୍, ରୋମାନ୍ସ, ଆଟ୍ରାକ୍ସନର ଭାବ। ପଞ୍ଚମାଧିପତି ବୃହସ୍ପତି କର୍କଟରେ ଉଚ୍ଚସ୍ଥ ଅଛନ୍ତି। ଫଳରେ ପ୍ରେମରେ ସତ୍ୟତା, ବିଶ୍ୱାସ ଏବଂ ଗଭୀରତା ବଢ଼ିବ। କିନ୍ତୁ ଦ୍ୱାଦଶ ଭାବର ସ୍ଥିତି ହେତୁ କିଛି ସିକ୍ରେଟ୍, ଡିଷ୍ଟାନ୍ସ କିମ୍ବା ମାନସିକ ଚିନ୍ତା ମଧ୍ୟ ରହିପାରେ। ଯେଉଁମାନେ ପୂର୍ବରୁ ଲଭ୍ ରିଲେସନରେ ଅଛନ୍ତି, ରିଲେସନସିପ୍ରେ ଇଣ୍ଟିମେସି ବଢ଼ିବ। ପାର୍ଟନରଙ୍କ ସହିତ ଭବିଷ୍ୟତକୁ ନେଇ ଡିପ୍ ଡିସ୍କସନ୍ ହୋଇପାରେ। କିଛି ଛୋଟମୋଟ ଭୁଲ ବୁଝାମଣା ଏହି ଜୁଲାଇ ମାସର ଫାଷ୍ଟ ହାଫ୍ରେ ହୋଇପାରେ। ଜୁଲାଇ 17 ପରେ ରବିଙ୍କ ସହିତ ପଞ୍ଚମାଧିପତି ବୃହସ୍ପତିଙ୍କର ସଂଯୋଗ ହେବାରୁ ସମ୍ପର୍କରେ ପୁଣି ଉଷ୍ମତା ଏବଂ ଆକର୍ଷଣ ବଢ଼ିବ। ଯେଉଁମାନେ ସିଙ୍ଗିଲ୍ ଅଛନ୍ତି, ନୂଆ ପ୍ରେମ ସମ୍ପର୍କ ଆରମ୍ଭ ହେବାର ଯୋଗ ରହିଛି। ସୋସିଆଲ ମିଡ଼ିଆ, ଲଙ୍ଗ୍ ଟ୍ରାଭେଲ୍, ଏଜୁକେସନ୍ କିମ୍ବା ଯାତ୍ରା ମାଧ୍ୟମରେ କାହା ସହିତ ପରିଚୟ ହୋଇପାରେ। ଏହି ସମ୍ପର୍କ ଧୀରେ ଧୀରେ ଗମ୍ଭୀର ରୂପ ନେଇପାରେ। ଜୁଲାଇ 17 ପରେ ରବି, ବୁଧ ଏବଂ ଉଚ୍ଚସ୍ଥ ବୃହସ୍ପତିଙ୍କର ସଂଯୋଗ ଆପଣଙ୍କ ଭିତରେ ଆତ୍ମବିଶ୍ୱାସକୁ ବଢ଼ାଇବ। ପ୍ରିୟ ବ୍ୟକ୍ତିଙ୍କ ସହିତ ମନ ଖୋଲି କଥା ହେବାର ସୁଯୋଗ ସୃଷ୍ଟି ହେବ। ଭାଙ୍ଗି ଯାଇଥିବା ସମ୍ପର୍କରେ ପ୍ୟାଚଅପ୍ ହେବାର ସମ୍ଭାବନା ବି ରହିଛି। ଲଭ୍ ରିଲେସନକୁ ମ୍ୟାରେଜ୍ ଡିରେକ୍ସନରେ ନେବା ପାଇଁ ଚିନ୍ତା ମଧ୍ୟ ମନରେ ଆସିପାରେ। ଏଠି ଗୋଟେ କଥା ମନେ ରଖିବାକୁ ହେବ ଯେ ଦ୍ୱାଦଶ ଭାବରେ ପଞ୍ଚମପତି ଥିବାରୁ ଅତ୍ୟଧିକ ଭାବପ୍ରବଣ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ସିକ୍ରେଟ୍ ରିଲେସନ୍ କିମ୍ବା ଥାର୍ଡ଼ ପର୍ସନଙ୍କର କଥାକୁ ଇମ୍ପୋର୍ଟାନ୍ସ ଦେବା ବନ୍ଦ କରନ୍ତୁ। ଅନନେସେସରି ସନ୍ଦେହ କିମ୍ବା ଇଗୋ ସମ୍ପର୍କରେ ଦୂରତା ସୃଷ୍ଟି କରିପାରେ। ମୋଟାମୋଟି ଭାବରେ କହିବାକୁ ଗଲେ ପଞ୍ଚମାଧିପତି ବୃହସ୍ପତି ଲଭ୍କୁ ପାୱାରଫୁଲ୍ କରିବ। ଜୁଲାଇ 2026ରେ ଲଭ୍ ଲାଇଫ୍ରେ ଇମୋସନାଲ୍ ବଣ୍ଡିଂ, ଫେଥ୍ ଏବଂ ଲଙ୍ଗ୍ ଟର୍ମ ରିଲେସନସିପ୍ର ସମ୍ଭାବନା ଅଧିକ ରହୁଛି। ବିଶେଷ କରି 17 ଜୁଲାଇ ପରେ ପ୍ରେମ ଜୀବନରେ ଅଧିକ ସକାରାତ୍ମକ ଏବଂ ସନ୍ତୋଷଜନକ ହେବ। ଏବେ ଆଲୋଚନା କରିବା ବିବାହ ଓ ଦାମ୍ପତ୍ୟ ଜୀବନ ବିଷୟରେ। ସପ୍ତମ ଭାବ ମ୍ୟାରେଡ୍ ଲାଇଫ୍ର ଭାବ। ସପ୍ତମ ଭାବରେ ରାହୁ ଅଛନ୍ତି। ଅଷ୍ଟମରେ ଅଛନ୍ତି ସପ୍ତମାଧିପତି ଶନି। ଲଗ୍ନରେ କେତୁ ଏବଂ ଶୁକ୍ର। ଏହି ଯୋଗ ଗୁଡ଼ିକ ଜୁଲାଇ ମାସରେ ବୈବାହିକ ଜୀବନକୁ ଗଭୀର ଭାବରେ ପ୍ରଭାବିତ କରିବ। ସପ୍ତମରେ ରାହୁ ଥିବାରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମିସ୍ଅଣ୍ଡରଷ୍ଟାଣ୍ଡିଂ, ସନ୍ଦେହ, ମାନସିକ ଦୂରତା କିମ୍ବା ଛୋଟ କଥାକୁ ନେଇ ତର୍କ ହେବାର ସମ୍ଭାବନା ଅଧିକ ରହୁଛି। ଲଗ୍ନରେ କେତୁ ଥିବାରୁ ଆପଣ ନିଜେ କେବେ କେବେ ଅଧିକ ଚୁପ୍ ରହିବା, ମନର କଥା ନ କହିବା କିମ୍ବା ସମ୍ପର୍କରେ ଉଦାସୀନତା ଭାବ ଦେଖାଇପାରନ୍ତି। ଏହା ପାର୍ଟନରକୁ ମାନସିକ ଭାବରେ କଷ୍ଟ ଦେଇପାରେ। ଶୁକ୍ର ଲଗ୍ନରେ ଥିବାରୁ ପ୍ରେମ, ଆକର୍ଷଣ ଏବଂ ପରସ୍ପର ପ୍ରତି ଭଲ ପାଇବା ସମ୍ପୂର୍ଣ୍ଣ ଶେଷ ହେବ ନାହିଁ। ମନମାଳିନ ହେଲେ ମଧ୍ୟ ପୁଣି ମିଳନ ହେବାର ସମ୍ଭାବନା
ଅଧିକ ରହିବ। ଯେଉଁ କପଲମାନେ ପରସ୍ପରକୁ ସମୟ ଦେବେ, ଓପନଲି କଥା ହେବେ, ସେମାନଙ୍କ ସମ୍ପର୍କ ଅଧିକ ଭଲ ହେବ। ସପ୍ତମାଧିପତି ଶନି ଅଷ୍ଟମରେ ଥିବାରୁ ଦାମ୍ପତ୍ୟ ଜୀବନରେ ଧୈର୍ଯ୍ୟର ପରୀକ୍ଷା ହୋଇପାରେ। ଘରୋଇ ଦାୟିତ୍ୱ ବଢ଼ିପାରେ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ କିମ୍ବା ପାରିବାରିକ ବିଷୟକୁ ନେଇ ଚିନ୍ତା ବଢ଼ିପାରେ। କିଛି କପଲଙ୍କର ଟେମ୍ପୋରାରୀ ଡିଷ୍ଟାନ୍ସ କିମ୍ବା ଅଲଗା ରହିବାର ପରିସ୍ଥିତି ଆସିପାରେ। ଯେଉଁମାନଙ୍କର ବୈବାହିକ ଜୀବନ ପୂର୍ବରୁ ଭଲ ଅଛି, ସେମାନଙ୍କର ଏହି ଜୁଲାଇ ମାସରେ କୌଣସି କାରଣରୁ ଛୋଟ ମୋଟ ମତଭେଦ ହୋଇପାରେ। ଖର୍ଚ୍ଚ କିମ୍ବା ପାରିବାରିକ ବିଷୟକୁ ନେଇ ମତଭେଦ ହୋଇପାରେ, କିନ୍ତୁ ପରସ୍ପର ବୁଝାମଣା ରଖିଲେ କୌଣସି ବଡ଼ ସମସ୍ୟା ହେବ ନାହିଁ। ଯେଉଁମାନଙ୍କର ମ୍ୟାରେଡ୍ ଲାଇଫ୍ ଅଲରେଡ଼ି କିଛି ଦିନ ହେବ ଖରାପ ଚାଲିଛି, ରାହୁ ଏବଂ କେତୁ ଆକ୍ଟିଭ୍ ଥିବାରୁ ଇଗୋ, ଥାର୍ଡ଼ ପର୍ସନଙ୍କର ଇଣ୍ଟରଫିୟରେନ୍ସ, ସନ୍ଦେହ, କ୍ରୋଧ, ପୁରୁଣା ବିବାଦ ଏଗୁଡ଼ିକ ବଢ଼ିପାରେ। ତେଣୁ ଏହି ମାସରେ ଧୈର୍ଯ୍ୟ ଏବଂ ବିଶ୍ୱାସ ରଖିବା ଅତ୍ୟନ୍ତ ଆବଶ୍ୟକ। ଶୁକ୍ର ଲଗ୍ନରେ ଥିବାରୁ ଦାମ୍ପତ୍ୟ ସୁଖର ସମ୍ଭାବନା ତ ରହିବ, କିନ୍ତୁ ରାହୁ କାରଣରୁ ମାନସିକ ଅଶାନ୍ତି କିମ୍ବା ଇମୋସନାଲ୍ ଡିଷ୍ଟାନ୍ସ ଅନୁଭବ ହୋଇପାରେ। ଏହି ମାସରେ ଯଦି ଦେଖିବା, ଅଧିକ ଶୁଭଫଳ ସେଇମାନେ ପାଇବେ ଯେଉଁମାନେ ପରସ୍ପରକୁ ସମ୍ମାନ ଦେବେ, ଯେଉଁମାନେ କ୍ରୋଧର ବଶବର୍ତ୍ତୀ ହୋଇ ନିଷ୍ପତ୍ତି ନେବେ ନାହିଁ, ଯେଉଁମାନେ ପରିବାରର ବଡ଼ମାନଙ୍କର ପରାମର୍ଶ ନେବେ, ଯେଉଁମାନେ ସନ୍ଦେହ ଏବଂ ଅହଙ୍କାର ଠାରୁ ଦୂରରେ ରହିବେ। ଓଭରଅଲ୍ ଯଦି କହିବି, ସିଂହ ରାଶି ପାଇଁ ବୈବାହିକ ଜୀବନରେ ଏକ ପରୀକ୍ଷାମୂଳକ ମାସ ହୋଇପାରେ। ରାହୁ କେତୁଙ୍କ ପ୍ରଭାବ ସାଙ୍ଗକୁ ଅଷ୍ଟମ ଭାବରେ ଶନି ଥିବାରୁ ମାନସିକ ଚାପ, ମତଭେଦ ଏବଂ ଭୁଲ ବୁଝାମଣା ବଢ଼ିପାରେ। କିନ୍ତୁ ଲଗ୍ନରେ ଶୁକ୍ର ଥିବାରୁ ପ୍ରେମ ଆକର୍ଷଣ ସମ୍ପର୍କକୁ ପୁଣି ଭଲ କରିବାର ଶକ୍ତି ରଖିବ। ଅର୍ଥାତ୍ ଏହି ମାସରେ ଧୈର୍ଯ୍ୟ, ବିଶ୍ୱାସ ଏବଂ ଭଲ ବ୍ୟବହାର ହିଁ ସୁଖ ଦାମ୍ପତ୍ୟ ଜୀବନର ମୁଖ୍ୟ ଚାବିକାଠି ହେବ। ମୋଟାମୋଟି ଭାବରେ କହିବାକୁ ଗଲେ ଏହି ମାସରେ ବୈବାହିକ ଜୀବନ 50ରୁ 60% ଭଲ ରହିବ। ଏବେ ଆଲୋଚନା କରିବା ଜବ୍ ଅର୍ ପ୍ରଫେସନ୍ ବିଷୟରେ। ଦଶମ ଭାବ କର୍ମର ଭାବ। ଦଶମାଧିପତି ଶୁକ୍ର ଲଗ୍ନରେ ଅଛନ୍ତି ଏବଂ ଦଶମରେ ଅଛନ୍ତି ମଙ୍ଗଳ। କର୍ମକ୍ଷେତ୍ରରେ ଆପଣଙ୍କର ଯୋଗ୍ୟତା, ବ୍ୟକ୍ତିତ୍ୱ ଏବଂ ପରିଶ୍ରମର ପ୍ରଶଂସା ହେବ। କାର୍ଯ୍ୟକ୍ଷେତ୍ରରେ ଉତ୍ସାହ, ନେତୃତ୍ୱ ଏବଂ ନୂଆ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି। ଷଷ୍ଠାଧିପତି ଶନି ଅଷ୍ଟମରେ ଥିବାରୁ ଚାକିରିରେ କିଛି ଚାପ, ଅଫିସ୍ ପଲିଟିକ୍ସ କିମ୍ବା ବିଳମ୍ବ ଦେଖାଯାଇପାରେ। ବୃହସ୍ପତିଙ୍କର ଶୁଭ ଦୃଷ୍ଟି ଶନିଙ୍କ ଉପରେ ଥିବାରୁ ବଡ଼ କ୍ଷତିରୁ ରକ୍ଷା ମିଳିବ। ଏହି ଜୁଲାଇ ମାସରେ ପ୍ରାଇଭେଟ୍ ସେକ୍ଟର ସ୍ଥିତି ଯଦି କହିବି, ଅନୁକୂଳ ଅଧିକ ଦେଖାଉଛି। ଯେଉଁମାନେ ପ୍ରାଇଭେଟ୍ ଜବ୍ କରିଛନ୍ତି, ଜବ୍ ଚେଞ୍ଜ କିମ୍ବା ପ୍ରମୋସନର ସୁଯୋଗ ମିଳିପାରେ। ଇଣ୍ଟରଭ୍ୟୁ ଏବଂ ସିଲେକ୍ସନରେ ସଫଳତାର ସମ୍ଭାବନା ରହିଛି। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିପାରେ। ଗଭର୍ଣ୍ଣମେଣ୍ଟ ସେକ୍ଟର ପାଇଁ ଯେଉଁମାନେ ଟ୍ରାଏ କରୁଛନ୍ତି, ଡିଫିକଲ୍ଟ ହୋଇପାରେ ସେମାନଙ୍କ ପାଇଁ। ଲଗାତାର ପରିଶ୍ରମ ପରେ ସଫଳତା ମିଳିବାର ଯୋଗ ଦେଖାଉଛି। କମ୍ପିଟେଟିଭ୍ ଏକ୍ଜାମ୍, ରିଟିନ୍ ଟେଷ୍ଟ କିମ୍ବା ଡକୁମେଣ୍ଟ ଭେରିଫିକେସନରେ ଅଗ୍ରଗତି ହୋଇପାରେ। ଭାଗ୍ୟାଧିପତି ମଙ୍ଗଳ ଦଶମରେ ଏବଂ କର୍ମାଧିପତି ଶୁକ୍ର ଲଗ୍ନରେ ଥିବାରୁ ଯେଉଁମାନେ ଟେକ୍ନିକାଲ ସେକ୍ଟର, ସଫ୍ଟୱେୟାର ଫିଲ୍ଡ, ଆଇଟି, ଇଞ୍ଜିନିୟରିଂ, ବ୍ୟାଙ୍କିଂ, ଫାଇନାନ୍ସ, ପୋଲିସ, ଡିଫେନ୍ସ, ମେଡ଼ିକାଲ, ହେଲ୍ଥ ସେଣ୍ଟର, ମାର୍କେଟିଂ, ସେଲ୍ସ, ମ୍ୟାନେଜମେଣ୍ଟ, ରିଏଲ୍ ଇଷ୍ଟେଟ୍, କନଷ୍ଟ୍ରକ୍ସନ୍ ଏବଂ ଇନଫ୍ରାଷ୍ଟ୍ରକ୍ଚର ଆଦିରେ ଇନଭଲ୍ଭ ଅଛନ୍ତି, ସେମାନେ ସଫଳତା ପାଇବେ। ଯେଉଁମାନେ ଏହିସବୁ ବିଭାଗରେ ଜବ୍ ପାଇଁ ଟ୍ରାଏ ବି କରୁଛନ୍ତି, ନିଶ୍ଚିତ ଭାବରେ ନିଯୁକ୍ତିର ସୁଯୋଗ ରହିଛି। ମୋଟାମୋଟି ଭାବରେ କହିବାକୁ ଗଲେ ଏହି 2026 ମସିହା ଜୁଲାଇ ମାସ ସିଂହ ରାଶି ପାଇଁ ଚାକିରି କ୍ଷେତ୍ରରେ ପରିଶ୍ରମର ଫଳ ମିଳିବାର ମାସ ଅଟେ। ପ୍ରାଇଭେଟ୍ ସେକ୍ଟରରେ ଅଧିକ ଭଲ ସୁଯୋଗ ଦେଖାଉଥିବା ବେଳେ ସରକାରୀ ଚାକିରି କ୍ଷେତ୍ରରେ ଧୈର୍ଯ୍ୟ ଏବଂ ନିରନ୍ତର ପ୍ରୟାସର ଆବଶ୍ୟକତା ଦେଖାଉଛି। ଦଶମ ଭାବରେ ମଙ୍ଗଳ ଥିବାରୁ ନୂଆ ଦାୟିତ୍ୱ, ପ୍ରମୋସନ୍ କିମ୍ବା ଚାକିରି ପରିବର୍ତ୍ତନ ଯୋଗ ମଧ୍ୟ ଏହି ମାସରେ ରହିଛି। ଏବେ ଆଲୋଚନା କରିବା ବିଜନେସ୍ ବିଷୟରେ। ସପ୍ତମ ଭାବ ବିଜନେସ୍ର ଭାବ। ସପ୍ତମାଧିପତି ଶନି ଅଛନ୍ତି ଅଷ୍ଟମରେ। ଶନିଙ୍କ ଉପରେ ବୃହସ୍ପତିଙ୍କର ଦୃଷ୍ଟି ରହିଛି। ବାଣିଜ୍ୟ କାରକ ବୁଧ ଦ୍ୱାଦଶ ଭାବରେ ଅଛନ୍ତି। ସପ୍ତମରେ ରାହୁ ଅବସ୍ଥାନ କରିଛନ୍ତି। ଏହି ସ୍ଥିତି ଅନୁଯାୟୀ 2026 ମସିହା ଜୁଲାଇ ମାସ ବ୍ୟବସାୟର ଉନ୍ନତି ସହିତ ଚ୍ୟାଲେଞ୍ଜ ବି ରହିବ। ସପ୍ତମ ଭାବରେ ରାହୁ ଥିବାରୁ ଅନଲାଇନ୍ ଡିଲିଂସ୍, ଡିଷ୍ଟାନ୍ସ ବିଜନେସ୍, କଷ୍ଟମର ସର୍ଭିସ୍, ଟେକ୍ନିକାଲ ରିଲେଟେଡ୍ ବିଜନେସ୍ ଭଲ ଚାଲିବ। କିନ୍ତୁ ରାହୁ ଯୋଗୁଁ ଅସ୍ଥିରତା, ହଠାତ୍ ପରିବର୍ତ୍ତନ ଏବଂ ଭୁଲ ନିଷ୍ପତ୍ତିର ସମ୍ଭାବନା ମଧ୍ୟ ରହିବ। ଅଷ୍ଟମରେ ଶନି ଥିବାରୁ ବିଜନେସ୍ରେ ସ୍ଲୋ ପ୍ରୋଗ୍ରେସ୍ ଏବଂ ପ୍ରେସର ରହିବ। ବୃହସ୍ପତିଙ୍କର ଦୃଷ୍ଟି ସପ୍ତମପତି ଶନିଙ୍କୁ ଥିବାରୁ ସିଚୁଏସନ୍ ବେଶୀ ଖରାପ ଆଡ଼କୁ ଯିବନି। ବଡ଼ ଲସ୍ର ଯୋଗ ଦେଖାଉନି। ଲାଭ ଧୀରେ ଧୀରେ ବଢ଼ିବ। କ୍ୟାଶ୍ ଫ୍ଲୋରେ କେବେ କେବେ ସମସ୍ୟା ଆସିପାରେ। ବକେୟା ଅର୍ଥରାଶି ଫେରି ପାଇବାରେ ବିଳମ୍ବ ହୋଇପାରେ। ଯଦି କାହାକୁ ଧାର ସୂତ୍ରରେ ଟଙ୍କା ଦେଇଛନ୍ତି, ସେ ଟଙ୍କା ଏକାଥରେ ମିଳିବନି।
आस्ते आस्ते अल्प अल्प कि मिल। जुलाई सेकेंड हाफ ठारू बिजनेस स्थिति टिके बेटर हेब। सप्तम राहु, द्वादश बुध एवं बृहस्पति, अष्टम शनि थिबारु एवं लग्न शुक्र थिबारु ऑनलाइन बिजनेस, ई कॉमर्स, इंपोर्ट एक्सपोर्ट, डिजिटल मार्केटिंग, सोशल मीडिया, मोबाइल एक्सेसरीज, इलेक्ट्रॉनिक्स, कंसल्टेंसी, एजुकेशन रिलेटेड बिजनेस, ट्रेनिंग कार्य, मेडिसिन, ट्रैवल, फॉरेन ट्रेड एवं विदेशी संबंधित कारोबार भल चलिबो। सप्तम राहु थिबारु सप्तमाधिपति शनि दुस्थान अष्टम थिबारु बिजनेस पार्टनर सहित मतभेद हो पारे। विश्वासघातकता किंबा भूल बुझामणार संभावना भी रहिबो। कौनसी एग्रीमेंट किंबा नुआ पार्टनरशिप लिखित भाव में करवा उचित नुहे। फैमिली किंबा पुराना विश्वस्त व्यक्ति सहित पार्टनरशिप अधिक भल हो पारे। 50-50 पार्टनरशिप ठारू निज नियंत्रण अधिक थिबा बिजनेस भल फल दे पारे। एई मासरे बिजनेस रे कौनसी बड़ इन्वेस्टमेंट करंतु नाही। धार बा ऋण नेबा देबारे सावधान रुहंतु। कौनसी कागजपत्र न पढ़ी साइन करंतु नाही। तुरंत लाभर लोभरे रिस्क नियंतु नाही। ओवरऑल जदि कहबी एई मासरे व्यवसाय दृष्टि मध्यम धरणर रहिबो। पार्टनरशिप बिजनेस रे रिस्क अछि। सतर्क न रहिले बिजनेस रे लॉस हो पारे। पार्टनरशिप बिजनेस कथा जो कहूँ विशेष सतर्कता आवश्यक एवं ऑनलाइन बिजनेस, डिजिटल प्लेटफॉर्म, विदेशी संबंधित एवं टेक्नोलोजी आधारित व्यवसाय रे अधिक सुजोग मिल पारे। सिंह राशि व्यक्तिविशेष माने प्रतिकार कौन करेंगे? आपणकर राशि अधिपति होउचंती रवि। रविंकर बीज मंत्र को जप करंतु। मंत्रटी है ओं ह्रांग ह्रीं ह्रौं स सूर्याय नमः। यही मंत्र को 108 थर जप करंतु। सूर्य को जल अर्पण करंतु। आपण पई शुभ रहिबो। बंधुगण, यह थिला सिंह राशि पई 2026 जुलाई मासर मासिक राशिफल विषय विस्तृत आलोचना। जदि भिडियोटी भल लगी थाए तेबे लाइक, कमेंट, शेयर करिया को जमार भी भूलिबे नहीं। पुणी आसीबी नुआ एक अध्याय को नहीं। से पर्यंत रहुछि नमस्कार।